ଆପଣ ଶଙ୍ଖମୁରୁ ପଞ୍ଚାୟତର ଜଣେ ବିଶିଷ୍ଟ ଚାଷୀ ଆଜି ସାରର ଅଭାବ ବିକ୍ରି ଏ ବାବଦରେ ସରକାରକୁ ଆପଣ କଣ କହିବେ? ସରକାର ଆମକୁ ସାର ଯୋଗେଇବେ ନିହାତି ଦରକାର। ସାର ଯଦି ସରକାର ନ କଲେ ତାହେଲେ ଗାଦିରେ ରହିବା ଅନୁଚିତ। ମୋର ମୋଟାମୋଟି ପରେ ନାହିଁ ଯେହେତୁ ଏ ଅଞ୍ଚଳବାସୀ ଚାଷ ପାଇଁ ଚାଷୀ ବହୁତ ମାନେ ଧାନ ଥୋଡ଼ ବାହାରିବାକୁ ହେଲାଣି, ସାର ଟୋଟାଲ ମିଳୁନାହିଁ। ଆପଣ ଏ ବାବଦରେ ଜିଲ୍ଲା ପ୍ରଶାସନ କି ଆମର ବ୍ଲକ ପ୍ରଶାସନ ନିଗୁଡ଼ ନିଦ୍ରାରେ ଶୋଇଛନ୍ତି? ହଁ, ନିଗୁଡ଼ ନିଦ୍ରାରେ ଶୋଇଛନ୍ତି। ସେମାନେ ଆମ କଥା କେହି ଶୁଣୁନାହାନ୍ତି ନା ଆଉ କିରା ଆମ କଥା କେହି ଶୁଣୁନାହାନ୍ତି। ଆଜ୍ଞା, ହଁ, ଏ ବାବଦରେ ଆପଣ ସରକାରଙ୍କୁ ଏହା କହିଲେ? ହଁ ହଁ, ସରକାର ଠିକ ଅଛି। ଆପଣ ଜଣେ ଚାଷୀ ପୁଅ, ଚଷାକୁଳେ ଜନ୍ମ, ଆପଣ ଉତ୍ତମ ଚାଷୀ, ପୂର୍ବତନ ସରପଞ୍ଚ ଶଙ୍ଖମୁରୁ ପଞ୍ଚାୟତର। ଆଜି ସାରର ଅଭାବ ବିକ୍ରି ଏ ଅଞ୍ଚଳ ପାଇଁ ଆପଣ କଣ କହିବେ? ସାରର ଅଭାବ ବିକ୍ରି ଆମର ଏ ଅଞ୍ଚଳ ପାଇଁ ତ ହେଇଛି। ମୁଖ୍ୟତଃ ଆମର ସୋସାଇଟି କି ଦୁଇଥର ସାର ଆସିଥିଲା। ଦୁଇଥର ସାର ଆସିଥିଲା ପରେ ସେଇଟା ପ୍ରଥମ ଫେଜ୍ ସାର ଗଲା। ବର୍ତ୍ତମାନ ଯେଉଁ ଚାଷୀର ଗୋଟେ ଯେଉଁ ନିହାତି ଦରକାର ଇଏ ଗୋଟେ ୟୁରିଆ ସାର, ସେଇ ୟୁରିଆ ସାରଟା ବର୍ତ୍ତମାନ ଆମର ସାରା ପାଲହଡ଼ାରେ ପ୍ରୋବ୍ଲେମ୍ ଅଛି। ସାରା ରାଜ୍ୟ କଥା ମୁଁ ଜାଣିନି, କହିବାଟା ଠିକ୍ ହେବନି। ଆମର ଶଙ୍ଖମୁରୁ ସୋସାଇଟିରେ ବି ପ୍ରୋବ୍ଲେମ୍ ଅଛି, ପାଲହଡ଼ାରେ ଯେତେ ସୋସାଇଟିରେ ବି ପ୍ରୋବ୍ଲେମ୍ ଅଛି। କ'ଣ ପାଇଁ ସାର ଆସୁନି, କ'ଣ ପାଇଁ ଏଇଟା କଳାବାଜିର ହେବା ଦ୍ୱାରା ହେଇଛି ନା କ'ଣ? ମୁଁ ବିଗତ ପରଦିନ ଆମର ପାଲହଡ଼ା ବିଧାୟକ ଅଶୋକ ଭାଇଙ୍କି ଏ ବାବଦରେ ଜଣେଇଥିଲି। ସେ ଏଟାକୁ ପଦକ୍ଷେପ ନେବେ ବୋଲି ମୋତେ ଉତ୍ତର ଦେଇଛନ୍ତି। କିନ୍ତୁ ୟୁରିଆ ସାର ଯଦି 5-7 ଦିନ ଭିତରେ ନ ପହଞ୍ଚେ, ଚାଷୀ ତାଙ୍କର ଯେଉଁ ଚାଷଟି କଷ୍ଟରେ କରି ଯଦି ଆମଦାନୀ କରିବା ପାଇଁ ଯେଉଁ ଆଶା ରଖିଛି ଯଦି ଉତ୍ତମ ଫସଲ, ସେଥିରେ ସେ ବିଫଳ ହେବେ। ସେଥିପାଇଁ ମୁଁ ଦୁଃଖିତ ଅଛି। ତେଣୁକରି ସରକାର ଯେତେ ଶୀଘ୍ର ପାରିବେ ଚାଷୀମାନଙ୍କର ସମସ୍ୟା କେମିତି ଦୂର ହେବ, ସାର କେମିତି ପ୍ରଚୁର ପରିମାଣରେ ପହଞ୍ଚିବ, ସେଇଟା ଆପଣଙ୍କ ମାଧ୍ୟମରେ ମୁଁ ଜଣାଉଛି ସରକାରଙ୍କୁ। ଆଉ କିନ୍ତୁ ଆମ ବିଧାୟକ ଏଥିରେ ପଦକ୍ଷେପ ନେବେ ବୋଲି ସେ କହିସାରିଛନ୍ତି। ଧନ୍ୟବାଦ। ଆଜି ଏ ଖମାର ଅଞ୍ଚଳରେ ସାରର ଅଭାବ ବିକ୍ରି, ଏ ଅଞ୍ଚଳବାସୀ ସାର ପାଉନାହାନ୍ତି। ଆପଣ ଯେହେତୁ ଜଣେ ଚାଷୀ, ଏ ବିଷୟରେ ଆପଣ କ'ଣ କହିବେ? ଦେଖନ୍ତୁ, ଚାଷୀ ପକ୍ଷକୁ ଆମ ସରକାର ଯେଉଁପରି ଚାଷୀ ପକ୍ଷକୁ ହୀନ ଚକ୍ଷୁରେ ଦେଖୁଛି, ତାପରେ ସାର ନ ଯୋଗାଇ ଦେଇକିରି ଯେଉଁ ହଟହଟା କରୁଛି, ହୀନସ୍ତା ଭାବରେ ଆମେ ରହୁଛୁ। ଚାଷୀମାନେ ବିଲକୁଲ ସାର ପାଉନାହୁଁ। ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଚାଲିଛି, ଡିମିଡିମା ପିଡ଼ୁଛେ ରାଜ୍ୟ ଆଉ କେନ୍ଦ୍ର। ଆଜି ସାରର ଅଭାବ ବିକ୍ରି ଅଞ୍ଚଳ ବି ସରକାର ବିଧାୟକ ଜାଣିଛନ୍ତି, ପ୍ରଶାସନ ଜାଣିଛି, ଜିଲ୍ଲା ପ୍ରଶାସନକୁ ବି ଏ ବିଷୟରେ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ୟୁରିଆ ସାର କ'ଣ ପାଇଁ ଯୋଗାଇ ଦେଇନାହାନ୍ତି? ତାଙ୍କର ମୁଣ୍ଡ ଖର୍ଚ୍ଚ ସେ କରିପାରେ ନାହିଁ, ସେ ପଇସା ପଛରେ ଗୋଡ଼େଇବା ଲୋକ। କିନ୍ତୁ ଚାଷୀ କୂଳକୁ କିଏ ଦେଖିପାରୁଛି କି? ଚାଷୀମାନଙ୍କୁ ହୀନ ଚକ୍ଷୁରେ ଦେଖୁଛନ୍ତି, ତେଣୁ ଠିକ୍ ଟାଇମ୍ରେ ସାର ଯୋଗାଇ ପାରୁନାହାନ୍ତି, ଯାହାଦ୍ୱାରା ଚାଷ ହଇରାଣ ହେଉଛି।